ନମସ୍କାର। ଆଜି ଶନିବାର ଏପ୍ରିଲ 11 ତାରିଖର ଶୁଣିବା ରାଶିଫଳ। ମେଷ, ଆଜି କର୍ମଭାବସ୍ଥ ଚନ୍ଦ୍ର ଏକାଧାରରେ ପାରିବାରିକ ଜୀବନ ଏବଂ କର୍ମକ୍ଷେତ୍ର ସକାଶେ ଶୁଭଫଳ ପ୍ରଦାନ କରିବେ। କିନ୍ତୁ ଶନି କ୍ଷେତ୍ରସ୍ଥ ହେତୁ ବିଭିନ୍ନ କାରଣରୁ କେନ୍ଦ୍ର କରି ମାନସିକ ସ୍ଥିତି ଭଲ ରହିନପାରେ। କୌଣସି ପ୍ରିୟ ବନ୍ଧୁଙ୍କ ଆଗାମୀର ସୂଚନା ପାଇବା ସାଙ୍ଗକୁ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିପାରେ। ବୃଷ, ବୁଧ ସହ ବୃହସ୍ପତିଙ୍କ କ୍ଷେତ୍ର ବିନିମୟ ଯୋଗ ପ୍ରଭାବରେ ବୈଶ୍ୱିକ ଅଭିବୃଦ୍ଧି ସହ ନୂତନ ବନ୍ଧୁ ସମ୍ପର୍କ ସ୍ଥାପିତ ହେବ। କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତାରେ ଅଟକି ରହିଥିବା ସରକାରୀ କାମରେ ସଫଳତା ପାଇବେ। ସପ୍ତମ ସ୍ଥାନ ଗ୍ରହ ଶୂନ୍ୟ କାରଣରୁ ପ୍ରତିଦ୍ୱନ୍ଦ୍ୱିତାରେ ବିଜୟ ଲାଭ କରିବାର ସୂଚନା ରହିଛି। ମିଥୁନ, ଦଶମ ଭାବସ୍ଥ ଚତୁର୍ଗ୍ରହ ସମନ୍ୱିତ ରାଜଯୋଗ କର୍ମକ୍ଷେତ୍ରରେ ପ୍ରତିଷ୍ଠାର୍ଜନ କରାଇପାରନ୍ତି। ବୃହସ୍ପତି କ୍ଷେତ୍ର ପ୍ରଭାବରେ ପ୍ରତିବନ୍ଧକ ଲାଗି ରହିଥିଲେ ମଧ୍ୟ କାମ ଅଟକିବ ନାହିଁ। କରଜ କରି ଆବଶ୍ୟକତା ପୂରଣ କରିବାରେ ସମର୍ଥ ହେବେ। ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସହ ରୋଗ ପୀଡ଼ା ନିୟନ୍ତ୍ରଣ ମଧ୍ୟରେ ରହିବ। କର୍କଟ, ରାଶ୍ୟାଧିପତି ଚନ୍ଦ୍ର ନିଜ ରାଶିକୁ ଦେଖୁଥିବାରୁ ସ୍ୱାସ୍ଥ୍ୟରେ ଉନ୍ନତି ହେବ। ଶୁକ୍ରଙ୍କ ସୁପ୍ରଭାବରୁ ବନ୍ଧୁଙ୍କ ନିକଟରେ ଅଟକି ରହିଥିବା ବକେୟା ଅର୍ଥ ଆଜି ପାଇବେ। ରବିଙ୍କ ସଂଯୋଗରୁ ନିଚାରୋହୀ ଶନିଙ୍କ ବଳବୃଦ୍ଧି କର୍ମକ୍ଷେତ୍ରକୁ ସରସ ସୁନ୍ଦର କରାଇବ। ତଥାପି ନିଜ ଲୋକଙ୍କ ଅନାଦର ଓ ଖାପଛଡ଼ା ମନୋଭାବରୁ ସାମୟିକ ଦୁଃଖୀ ହୋଇପାରନ୍ତି। ସିଂହ, ରାଶ୍ୟାଧିପତି ସପ୍ତମ ଭାବସ୍ଥ ହେତୁ ଆରୋଗ୍ୟ ଲାଭ ଓ ବାଣିଜ୍ୟ କାରବାରରେ ସମସ୍ୟାମୁକ୍ତ ରହିବେ। କିନ୍ତୁ ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇଲେ ମଧ୍ୟ ରାଜନୀତିରେ ବିବାଦୀୟ ସ୍ଥିତି ଦେଖାଦେଇପାରେ। ମନରେ ଅଶାନ୍ତି ସୃଷ୍ଟି ହେଲେ ମଧ୍ୟ ନିଜକୁ ନିୟନ୍ତ୍ରଣରେ ରଖିନେବେ। କେତେକ କ୍ଷେତ୍ରରେ ବନ୍ଧୁଙ୍କ ସହାୟତାରେ କାମ ହାସଲ କରିପାରିବେ। କନ୍ୟା, ଦ୍ୱାଦଶ ଭାବସ୍ଥ କେତୁ ଗ୍ରହ କଠିନ ଶ୍ରମ ଓ ବିଶେଷ ଭ୍ରମଣ କରାଇ ଶାନ୍ତିରେ ଶୁଆଇ ଦେଇନପାରେ। ପରିବାରର ଲୋକଙ୍କ ଅସହଯୋଗରୁ ବ୍ୟଥିତ ହେବେ। ପରୋକ୍ଷ ଶତ୍ରୁତା ଯୋଗୁଁ କର୍ମକ୍ଷେତ୍ରରେ ସୁଯୋଗର ସଦ୍ବ୍ୟବହାର କଷ୍ଟକର ହେବ। ତଥାପି ସାମାଜିକ ସ୍ତରରେ ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ। ତୁଳା, ସପ୍ତମ କେନ୍ଦ୍ରରୁ ରାଶ୍ୟାଧିପତି ଶୁକ୍ର ରାଶିକୁ ଦେଖିଥିବାରୁ ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବ। କିନ୍ତୁ ପାପଗ୍ରହ ମଧ୍ୟସ୍ଥ କର୍ମାଧିପତି ଯୋଗୁଁ କର୍ମକ୍ଷେତ୍ରରେ ଟେନସନ୍ ପିଛା ଛାଡ଼ିବ ନାହିଁ। ଭଲ ସମ୍ପର୍କ ନଥିବା ବ୍ୟକ୍ତିଙ୍କ ନିକଟରୁ ଶୁଣା କଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହେବେ। ସାହିତ୍ୟ, ରାଜନୀତି, ସାମ୍ବାଦିକତାରୁ ଶୁଭଫଳ ପାଇବେ। ବିଛା, କୋଣ ଭାବସ୍ଥ ରାଶ୍ୟାଧିପତି ରାଜଯୋଗ ମଧ୍ୟରେ ଆର୍ଥିକ ଉନ୍ନତି ସାଙ୍ଗକୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ସାଧାରଣ କଥାକୁ ନେଇ ଭୁଲ ବୁଝାମଣା ହେତୁ ଦୀର୍ଘ ଦିନର ସୁସମ୍ପର୍କରେ ଭଟ୍ଟା ପଡ଼ିପାରେ। ରାଜନୀତି, ଅଧ୍ୟୟନ ଓ ଅଧ୍ୟାପନା, ସାହିତ୍ୟ, ସାମ୍ବାଦିକତା, କ୍ରୀଡ଼ା ଓ ସଙ୍ଗୀତରେ ସୁନାମ ଅର୍ଜନ କରିପାରନ୍ତି। ଧନୁ, ରାଶିକୁ ବୃହସ୍ପତିଙ୍କ ଶୁଭଦୃଷ୍ଟି ଯୋଗୁଁ ଆଜିର ଜୀବନଯାତ୍ରା ସନ୍ତୋଷଜନକ ରହିବ। ପ୍ରତ୍ୟେକ କ୍ଷେତ୍ରରେ ଭାଙ୍ଗିଯିବେ ପଛକେ ନଇଁବେ ନାହିଁ। ଏହି କାରଣରୁ ଅନ୍ୟମାନଙ୍କ ଭଲ ଧାରଣା କ୍ରମଶଃ ବଦଳି ଯାଇପାରେ। ମନ ଭଲ ନ ରହିଲେ ସୁଦ୍ଧା ବନ୍ଧୁଙ୍କ ଅନୁରୋଧ ରକ୍ଷା କରି ତାଙ୍କୁ ସହଯୋଗ କରିପାରନ୍ତି। ମକର, ଚନ୍ଦ୍ରଙ୍କ ପ୍ରଭାବରେ ଦୈହିକ ଓ ମାନସିକ ସ୍ଥିତି ଭଲ ରହିବା ସହ ପାରିବାରିକ କ୍ଷେତ୍ର ଶାନ୍ତିପ୍ରଦାୟକ ହେବ। କିନ୍ତୁ କେତେକ କ୍ଷେତ୍ରରେ ମନ ଚାହୁଁଥିବା ପ୍ରକାରେ କୌଣସି ଜିନିଷ ପାଇବା ଦୁଷ୍କର ହୋଇପାରେ। ସାଇତି ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ। ଆନୁଷ୍ଠାନିକ କାମ, ସଭାସମିତି
ଓ ରାଜନୈତିକ ସ୍ଥିତି ପ୍ରାୟତଃ ଭଲ ରହିବ। କୁମ୍ଭ, କର୍ମାଧିପତିଙ୍କ ଶୁଭ ପ୍ରଭାବରୁ କୌଣସି କାମ ଅଟକିବ ନାହିଁ। ଧନିଷ୍ଠା ନକ୍ଷତ୍ର ସକାଶେ ସମସ୍ତ ସୁବିଧା ଥାଇ ମଧ୍ୟ ସମସ୍ୟାକୁ ସାମ୍ନା କରିବାକୁ ପଡ଼ିବ। ଯାହାକୁ ଅତି ନିଜର ବୋଲି ମନେ କରିବେ ସେ ହିଁ ଧୋକା ଦେବାର ବିଶେଷ ଆଶଙ୍କା ରହିଛି। ବାଣିଜ୍ୟ, ବ୍ୟବସାୟ, ଯାତ୍ରା ଓ ନୂତନ କର୍ମାରମ୍ଭ କ୍ଷେତ୍ରରେ ପ୍ରତିକୂଳତା ଦୂରେଇ ଯିବ। ମୀନ, ଧନାଧିପତିଙ୍କ ସ୍ଥିତିଜନିତ ଗୁଡ଼ାଏ ଟଙ୍କା ଖର୍ଚ୍ଚ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ ବାଦବିବାଦ ଜଟିଳ ରହିବ। ଅବଶ୍ୟ ପଶ୍ଚାନ୍ତର ସଫଳତା ହାସଲ କରିବେ। ବାଣିଜ୍ୟ ଏବଂ ପରିବହନ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ। କୌଶଳ ପ୍ରୟୋଗ କରି ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିବାରେ ସମର୍ଥ ହୋଇପାରନ୍ତି। ନମସ୍କାର।